29 ବଲ୍ରୁ 97 ରନ୍ରେ ଆଉଟ୍ ହେବା ପରେ କାହାକୁ ଗାଳି କଲେ ବୈଭବ ସୂର୍ଯ୍ୟବଂଶୀ। IPL 2026ର ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୟାଲ ହାଇଦ୍ରାବାଦକୁ ଏକ ନିଷ୍ଠୁର ଏବଂ ଏକପାଖିଆ ଭାବରେ ପରାଜିତ କରିଛି। ଏହି ମ୍ୟାଚରେ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ରାଜସ୍ଥାନ ରୟାଲର ବିଜୟ ନାୟକ ଭାବରେ ଉଭା ମଧ୍ୟ ହୋଇଛନ୍ତି। 15 ବର୍ଷୀୟ ବ୍ୟାଟ୍ସମ୍ୟାନ ଏକ ଧମାକଦାର ଇନିଂସ ଖେଳିଥିଲେ, ଯାହା ତାଙ୍କ ଦଳକୁ ଏକ କମାଣ୍ଡିଂ ସ୍ଥିତିକୁ ନେଇ ଆସିଥିଲା। କିନ୍ତୁ ତାଙ୍କ ଆଉଟ୍ ହେବା ପରେ ବୈଭବଙ୍କ ହତାଶ ମଧ୍ୟ ସୋସିଆଲ ମିଡିଆରେ ଏକ ପ୍ରମୁଖ ଆଲୋଚନାର ବିଷୟ ପାଲଟିଛି। ମ୍ୟାଚ୍ ସମୟରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର 29ଟି ବଲ୍ରୁ 97 ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯେଉଁଥିରେ 12ଟି ଛକା ଏବଂ 5ଟି ଚୌକା ରହିଥିଲା। ଏହି ଇନିଂସ ପାଇଁ ରାଜସ୍ଥାନ ରୟାଲ ହାଇଦ୍ରାବାଦକୁ 47 ରନ୍ରେ ପରାସ୍ତ କରି କ୍ୱାଲିଫାୟର 2ରେ ସ୍ଥାନ ସୁରକ୍ଷିତ ମଧ୍ୟ କରିଛି। ଏହି ମ୍ୟାଚରେ ଆଉଟ୍ ହେବା ପରେ ବୈଭବ ସୂର୍ଯ୍ୟବଂଶୀ ପାଭିଲିୟନ ଫେରିବା ସମୟରେ ସ୍ପଷ୍ଟ ଭାବରେ ନିରାଶ ଦେଖାଯାଇଥିଲେ। ଏହି ମୁହୂର୍ତ୍ତର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି। ଭିଡିଓରେ ବୈଭବ ନିଜ ସହିତ କଥା ହେଉଥିବାର ଦେଖା ମଧ୍ୟ ଯାଇଛି। କିଛି ୟୁଜର୍ସ ଦାବି କରିଛନ୍ତି ଯେ ରାଗରେ ବୈଭବ ନିଜ ଉପରେ ଅପଶବ୍ଦ ମଧ୍ୟ ପ୍ରୟୋଗ କରିଛନ୍ତି। ହେଲେ ଭିଡିଓରେ ଅଡିଓ ନଥିବାରୁ କିଛି ପ୍ରଶଂସକମାନେ ବିଶ୍ୱାସ କରନ୍ତି ଯେ ସେ ପ୍ରକୃତରେ ଅପମାନଜନକ ଭାଷା ବ୍ୟବହାର କରୁନଥିଲେ। ବୈଭବ ସୂର୍ଯ୍ୟବଂଶୀ ପୁରା ସିଜିନରେ ନିରନ୍ତର ଭାବେ ରେକର୍ଡ ଭାଙ୍ଗି ଆସୁଛନ୍ତି। ଏହି ମ୍ୟାଚରେ ମଧ୍ୟ ସେ ଦୃଢ ଭାବରେ ତାଙ୍କର ଦକ୍ଷତା ମଧ୍ୟ ପ୍ରମାଣିତ କରିଛନ୍ତି।